ସମସ୍ତଙ୍କୁ ନମସ୍କାର। ଡାଏଟ୍ ସମ୍ବଲପୁର ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀର ଗଣିତ ବିଷୟରେ ଶିକ୍ଷଣ ଫଳାଫଳ M418 ରେ ଦୁଇଟି ଘଟଣା ମଧ୍ୟରେ ସମୟ ଅବଧିକୁ ହିସାବ କରିବା ବିଷୟରେ ଆଲୋଚନା କରିବା। ଦୁଇଟି ସମୟ ମଧ୍ୟରେ ଅବଧି ଜାଣିବା ପାଇଁ ଆଗକୁ ଗଣି ଆମେ ଯୋଗ କରିବା ଜାଣିଥିଲେ। ଏବେ ଆମେ ଦୁଇଟି ଘଟଣା ମଧ୍ୟରେ ସମୟ ଅବଧି ଜାଣିବା ପାଇଁ ବିୟୋଗ ପ୍ରକ୍ରିୟାକୁ କିପରି ବ୍ୟବହାର କରିବା ତାହା ଆମେ ଆଲୋଚନା କରିବା। ରିନୁ ଓ ସିନୁ ଦୁଇ ଭଉଣୀ। ସବୁ ବିଷୟରେ ଜାଣିବାକୁ ରିନୁର ଭାରି ଆଗ୍ରହ। ସେ ଚତୁର୍ଥ ଶ୍ରେଣୀରେ ପଢ଼େ। ତା ଭଉଣୀ ସିନୁ ସପ୍ତମ ଶ୍ରେଣୀରେ ପଢ଼େ। ରିନୁ ତା ସାଙ୍ଗମାନଙ୍କ ସହିତ ବିଦ୍ୟାଳୟରୁ ଫେରିଲା ବେଳେ ତା ମନରେ ଗୋଟିଏ ପ୍ରଶ୍ନ ଆସିଲା। ରିନୁ ଘରେ ତା ଦିଦିକୁ ଦେଖିବା ମାତ୍ରେ ସେ ପ୍ରଶ୍ନଟି ପଚାରିଲା, ଦିଦି, ଆମର ଖାଇ ଛୁଟି 1ଟା 15ରେ ହୋଇ 2ଟାରେ ସରିଯାଏ। ସାର୍ 2ଟା ବେଳେ କ୍ଲାସ୍ ଆରମ୍ଭ କରନ୍ତି। ଆମକୁ ଟିକେ ଖେଳିବା ପାଇଁ ବି ସମୟ ମିଳେ ନାହିଁ। ଦିଦି, କେତେ ସମୟ ଆମର ଖାଇ ଛୁଟି ହେଉଛି? ଓହୋ, ଏଇ କଥା। ତୁ ସେଇଥିପାଇଁ ଚିନ୍ତା କରିକି ଆସୁଥିଲୁ। ଆରେ ତୁ ଆଗ ଟିକେ ଗୋଡ଼ ହାତ ଧୋଇ ହେଇଯା, ଖାଇ ପିଇ ନେ। ଆମେ ସନ୍ଧ୍ୟାରେ ଆଜି ସେଇ ବିଷୟରେ ଆଲୋଚନା କରିବା, ହେଲା? ରିନୁ, ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ କେତେ ସମୟ ଖାଇ ଛୁଟି ହୁଏ ବୋଲି, ଟିକେ ଭାବିଲୁ ଆମେ କେମିତି ବାହାର କରିବା? ଦିଦି, 1:15ରୁ 1:20, 1:20ରୁ 1:25 ଏମିତି ଗଣି ଗଣି ଆଗକୁ ବାହାର କରିବା କି? ହଁ, ସେମିତି ହେଇପାରିବ ଯେ ଆଉ କ'ଣ କଲେ ଆମେ ଜଲ୍ଦି ବାହାର କରିପାରିବା? ଦିଦି, କେମିତି ବାହାର କରିବା? ଶୁଣ, ଯଦି ଆମେ ସମୟ ଅବଧି ଆମକୁ ନିର୍ଣ୍ଣୟ କରିବାର ଅଛି, ତାହେଲେ ଆମେ ଶେଷ ସମୟରୁ ପ୍ରଥମ ସମୟ ଯେଉଁ ସମୟରେ କାର୍ଯ୍ୟ ଆରମ୍ଭ ହେଇଛି ତାକୁ ଯଦି ବିୟୋଗ କରିବା, ତାହେଲେ ସହଜରେ ନିର୍ଣ୍ଣୟ କରିପାରିବା। ରିନୁ, ତୁମର ଖାଇ ଛୁଟି 1:15ରେ ହୁଏ ଆଉ 2ଟାରେ ଶେଷ ହୁଏ। ତୁ କହୁଥିଲୁ ଯେ ଆମେ ସେଇ ମଧ୍ୟରେ ସମୟ ଅବଧି କେମିତି ନିର୍ଣ୍ଣୟ କରିବା। ଦେଖ, ଆରମ୍ଭ ସମୟ କେତେ ତମର? 1:15। ହଁ, ଭେରି ଗୁଡ୍। ଆଉ କେତେବେଳେ ଶେଷ ହୁଏ? 2ଟା। ହଁ, ତାହେଲେ ଆମେ କେତେରୁ କେତେ ବିୟୋଗ କରିବା କହିଲୁ? ଆମେ କେତେରୁ କେତେ କରିବା ସମୟ ଜାଣିବା ପାଇଁ? 1:15ରୁ 2। ନାଇଁ, ମୁଁ କହିଥିଲି ନା ତତେ ଯେ ଶେଷ ସମୟରୁ ଆମେ ଆରମ୍ଭ ସମୟକୁ ବିୟୋଗ କରିବା। ତାହେଲେ କୁହ। ଶେଷ ସମୟ ତାହେଲେ 2ଟା ଏବଂ ଆରମ୍ଭ ସମୟ ହଉଛି 1:15। ତାହେଲେ ଆମେ 2 ଘଣ୍ଟାରୁ 1:15କୁ ବିୟୋଗ କରିବା। ଭେରି ଗୁଡ୍। ତାହେଲେ ଏବେ କେମିତି ବିୟୋଗ କରିବା ଦେଖ। ଏଇଠି ଦେଖ ଯେ 2 ଘଣ୍ଟା ଯୋଉ ଆମେ ଲେଖିଛେ ସେଇଥିରେ 0 ମିନିଟ୍ ଅଛି। 0ରୁ ତ 15 ତୁ ବିୟୋଗ କରିପାରିବୁନି। ତାହେଲେ ଆମେ 1 ଘଣ୍ଟା ଧାର ଆଣିବା। 1 ଘଣ୍ଟା ସମାନ କେତେ ମିନିଟ୍ କହିଲୁ? 60 ମିନିଟ୍। ହଁ, ସାବାସ୍, 60 ମିନିଟ୍। ତ ଆମେ 60 ମିନିଟ୍ରୁ 15 ମିନିଟ୍ ଫେଡ଼ିବା। କେତେ ହେବ କହ? ହେଲେ 45 ମିନିଟ୍। ତ ଜାଣିଲୁ ତ? ହଁ ଦିଦି। ଦିଦି, ମୋ ମନରେ ଆଉ ଗୋଟେ ପ୍ରଶ୍ନ ଆସୁଛି। ଆମେ ଯେଉଁ ସନ୍ଧ୍ୟାରେ 6:30ରୁ 9ଟା ପର୍ଯ୍ୟନ୍ତ ପାଠ ପଢୁ, ଆମେ ମୋଟ କେତେ ସମୟ ପାଠ ପଢୁ? ଓହୋ, ଏଇ କଥା। ଆଚ୍ଛା, ତୁ କହିଲୁ ତୋତେ କ'ଣ କରିବାକୁ ହେବ ଏଠାରେ? ଦିଦି, 9ଟା ପର୍ଯ୍ୟନ୍ତ ଆମେ ପାଠ ପଢୁଛେ 6:30ରୁ। ତାହେଲେ ମୁଁ ଏଠାରେ 9 ଘଣ୍ଟାରୁ 6 ଘଣ୍ଟା 30 ମିନିଟ୍ ବିୟୋଗ କରିବି ନା? ହଁ, ଠିକ୍ କହିଲୁ। ତୁ ବିୟୋଗ କରି କହ, ତାହେଲେ ଆମେ କେତେ ସମୟ ପାଠ ପଢୁଛେ? ଦିଦି, ଆମେ 6:30ରୁ 9 ଘଣ୍ଟା 9 ପର୍ଯ୍ୟନ୍ତ ଆମେ ପାଠ ପଢୁଛେ। ତାହେଲେ ଆରମ୍ଭ ସମୟ ହଉଛି 6:30 ଆଉ ଶେଷ ସମୟ ହଉଛି 9ଟା। ତାହେଲେ ଆମେ ସମୟ ଅବଧି ଜାଣିବା ପାଇଁ ଆମେ 9ଟାରୁ 6:30 ବିୟୋଗ କରିବା। ଏଠି ଦିଦି ଠିକ୍ କହିଲି ନା? ହଁ, ଏଠି 0 ଅଛି, ଯାଇପାରିବ ନାହିଁ। ତେଣୁ ଆମେ ଜାଣିଛୁ 1 ଘଣ୍ଟା ହଉଛି 60 ମିନିଟ୍। ତାପରେ ବିୟୋଗ କଲା ପରେ ସେଟା ଉତ୍ତର ହବ 2 ଘଣ୍ଟା 30 ମିନିଟ୍। ହଁ, ସାବାସ୍, ଜାଣିଗଲୁ ତୁ। ଦିଦି, ସମୟ ଲେଖିଲା ବେଳେ ଆମେ AM କି PM ଲେଖିଥାଉ।
କିନ୍ତୁ ସମୟର ଅବଧି ଲେଖିଲା ବେଳେ ଆମେ କଣ କହିବା? ଦେଖ, ସମୟ ଅବଧି ଯେହେତୁ ଏଠି ନିର୍ଣ୍ଣୟ କରୁଛେ, ସମୟ ଅବଧି ଲେଖିଲା ବେଳେ ଏମ୍ କିମ୍ବା ପିଏମ୍ ଲେଖାଯାଏ ନାହିଁ। ବୁଝିଲୁ? ଯେତେବେଳେ ଆମେ ସମୟ ବ୍ୟବଧାନ ନିର୍ଣ୍ଣୟ କରୁଛେ, ଦୁଇଟି ସମୟ ମଧ୍ୟରେ ବ୍ୟବଧାନକୁ ଏମ୍ ଓ ପିଏମ୍ କିମ୍ବା ସକାଳ କିମ୍ବା ସନ୍ଧ୍ୟାରେ ଲେଖାଯାଏ ନାହିଁ। ତାହା କେବଳ ଘଣ୍ଟା ଓ ମିନିଟରେ ଲେଖାଯାଏ। ବୁଝିଲୁ? ହଁ ଦିଦି, ବୁଝିଲି ଦିଦି। ତ ଘଣ୍ଟାର ଅବଧି ବିଷୟ ସବୁ ବୁଝିଗଲୁ ତ? ହଁ ହଁ। ହଁ, ତାହେଲେ ଚାଲ ତତେ ମୁଁ କେତେଟା ପ୍ରଶ୍ନ ପଚାରୁଛି, କହିବୁ ତୁ, ହେଲା? ହଁ ଦିଦି। ତୋ ସାଙ୍ଗ ହରି ସେ 4:15ରେ ତା ଘରୁ ବାହାରି ଗୋପାଳର ଘରେ 4:45ରେ ପହଞ୍ଚିଲା। ତାହେଲେ ସେ କେତେ ସମୟ ପହଞ୍ଚିବା ପାଇଁ ନେଲା କହିଲୁ? ଦିଦି, 4:15ରୁ ବାହାରିକି 4:45ରେ, ତାହେଲେ 30 ମିନିଟ୍ ସମୟ ନେଲା। ହଁ, ଭେରି ଗୁଡ୍। ତୁମେ ଓ ତୁମ ସାଙ୍ଗ ପାର୍କରେ 5:15ରୁ ସନ୍ଧ୍ୟା 5:15, ବୁଝିଲୁ? 5:15ରୁ 6:10 ଯାଏଁ ଖେଳିଲ। ତାହେଲେ ତୁମେ ମାନେ କେତେ ସମୟ ଖେଳିଲ କହିଲୁ? ମୋ ସାଙ୍ଗ 5:15ରୁ 6:10, ତାହେଲେ 55 ମିନିଟ୍ ଆମେ ଖେଳିଲୁ। ସାବାସ୍। ହଁ, ଆଉ ଗୋଟେ ଲାଷ୍ଟ ପ୍ରଶ୍ନ, ହେଲା? ରମେଶର ଜନ୍ମଦିନ ସନ୍ଧ୍ୟା 7:30ରେ ପାଳନ ଆରମ୍ଭ ହୋଇ ରାତି 9ଟା ଯାଏଁ ପାଳନ କଲେ, ହେଲା? ତେବେ ତାର ଜନ୍ମଦିନ କେତେ ସମୟ ପାଳନ ହେଲା କହିଲୁ? ଆସିବ ଦିଦି, ମତେ ଏଇଟା ଘଣ୍ଟେ 30 ମିନିଟ୍। ଘଣ୍ଟେ 30 ମିନିଟ୍, ନାଇଁ? ସାବାସ୍। ତାହେଲେ ତୁ ବୁଝିଗଲୁ ଏଥର ସବୁ? ହଁ ଦିଦି, ବୁଝିଗଲି। ତାହେଲେ ଆଜି ଆମେ କଣ ଶିଖିଲେ? ଦିଦି, ଆଜି ଆମେ ବିୟୋଗ କରି କିପରି ଦୁଇଟି ସମୟ ମଧ୍ୟରେ ଅବଧି ଜାଣିପାରିବା ସେ ବିଷୟରେ ଆଜି ଆମେ ଜାଣିଲେ। ସାବାସ୍।